ଜୟ ଜଗନ୍ନାଥ ବନ୍ଧୁଗଣ। ମକର ରାଶିର ବ୍ୟକ୍ତିମାନେ ହୋଇଯାଆନ୍ତୁ ସାବଧାନ। ଆସନ୍ତା 15 ମାର୍ଚ୍ଚ ତାରିଖରୁ ଆପଣଙ୍କ ଜୀବନରେ ଏକ ବିରାଟ ଝଡ଼ ଆସିବାକୁ ଯାଉଛି। ନା ଆପଣଙ୍କ ଭାଗ୍ୟ ସୁନା ପରି ଚମକିବ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ମକର ରାଶିର ଗ୍ରହ ସ୍ଥିତି ଠାରୁ ଆରମ୍ଭ କରି ଆର୍ଥିକ ସ୍ଥିତି ଏବଂ ପାରିବାରିକ ଜୀବନର ସବୁ ଗୁପ୍ତ କଥା କହିବି। ଏବଂ ଭିଡ଼ିଓ ଶେଷରେ ମୁଁ ଆପଣଙ୍କୁ ଏମିତି ଏକ ଗୁପ୍ତ ଉପାୟ ବତେଇବି ଯାହାକୁ କଲେ ଆପଣଙ୍କର ସବୁ ଅଟକିଥିବା କାମ ଚୁଟକିରେ ପୂରଣ ହେବ। ତେଣୁ ଭିଡ଼ିଓକୁ ଜମା ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି? ଶନିଦେବଙ୍କ ସ୍ଥିତି, ଯିଏକି ରାଶିର ଅଧିପତି। ଆପଣଙ୍କ ରାଶିର ଅଧିପତି ଶନିଦେବ ଏବେ ଆପଣଙ୍କ ରାଶିର ଦ୍ୱିତୀୟ ଭାବରେ ଅର୍ଥାତ୍ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଏହାଫଳରେ ଏହାକୁ ଧନ ଭାବ କୁହାଯାଏ। ଶନିଦେବ ଏଠାରେ ଥିବାରୁ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଦୀର୍ଘ ଦିନରୁ ଅଟକିଥିବା ଟଙ୍କା ମିଳିବାର ଯୋଗ ଗଣୁଛି। ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ। ମାର୍ଚ୍ଚ 15 ତାରିଖରେ ସୂର୍ଯ୍ୟଦେବ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ। କ'ଣ ଫଳ ମିଳିବ? ମକର ରାଶି ପାଇଁ ସୂର୍ଯ୍ୟଙ୍କର ଏହି ଚଳନ ତୃତୀୟ ଭାବରେ ହେବ। ଏହାଦ୍ୱାରା ଆପଣଙ୍କର ସାହସ ଏବଂ ପରାକ୍ରମ ବଢ଼ିବ। ସରକାରୀ କାମରେ ସଫଳତା ମିଳିବ ଏବଂ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ମଙ୍ଗଳ ଓ ବୁଧଙ୍କର ପ୍ରଭାବ। ମଙ୍ଗଳ ଏବଂ ବୁଧଙ୍କର ଶୁଭ ଦୃଷ୍ଟି ଆପଣଙ୍କୁ ଭାଗ୍ୟ ସ୍ଥାନ ଉପରେ ରହିବ। କ'ଣ ଫଳ ମିଳିବ? ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ନୂଆ ନୂଆ ଚୁକ୍ତି ବା ଡିଲ୍ସ ସୁଯୋଗ ଆସିବ। ବୁଦ୍ଧି ପ୍ରଖର ହେବ, ଯାହାଦ୍ୱାରା ଆପଣଙ୍କ ଜଟିଳ ସମସ୍ୟାର ସହଜ ସମାଧାନ କରିପାରିବେ। ଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ କ'ଣ ରହିଛି? ତାଙ୍କ ସ୍ଥିତି କ'ଣ ରହିବ? ଗୁରୁ ଏବଂ ବୃହସ୍ପତିଙ୍କ ସ୍ଥିତି କ'ଣ ରହିଛି? ବୃହସ୍ପତି ମେଷ ରାଶିରେ ଥାଇ ଆପଣଙ୍କ ଚତୁର୍ଥ ଭାବକୁ ପ୍ରଭାବିତ କରୁଛନ୍ତି। ଏହା ଫଳରେ ଏହା ଘରୋଇ ସୁଖ ଶାନ୍ତି ପ୍ରଦାନ କରିବ। ଯଦି ଆପଣ ନୂଆ ଜମି କିମ୍ବା ଗାଡ଼ି କିଣିବାକୁ ଚାହୁଁଛନ୍ତି ତେବେ ମାର୍ଚ୍ଚ 15 ପରେ ସମୟ ବହୁତ ଅନୁକୂଳ ରହିଛି। ଆର୍ଥିକ ସ୍ଥିତି, ଧନ ଆଗମନ। ବନ୍ଧୁଗଣ, ମକର ରାଶିର ଦ୍ୱିତୀୟ ଭାବରେ ଶନିଦେବ ସ୍ୱରାଶି ହୋଇ ବସିଛନ୍ତି। ଏହାର ଅର୍ଥ ହେଲା ଆପଣଙ୍କର ଜମା ପୁଞ୍ଜି ବଢ଼ିବ। ଯଦି ଆପଣଙ୍କର ଟଙ୍କା କେଉଁଠି ବହୁତ ଦିନରୁ ଅଟକି ରହିଥିଲା ତେବେ ମାର୍ଚ୍ଚ 15 ପରେ ସେହି ଟଙ୍କା ଫେରି ପାଇବାର ଶକ୍ତ ଯୋଗ ବନୁଛି। ଅପ୍ରତ୍ୟାଶିତ ଲାଭ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଆପଣଙ୍କୁ ପୈତୃକ ସମ୍ପତ୍ତିରୁ କିମ୍ବା ପୁରୁଣା ନିବେଶରୁ ହଠାତ୍ କିଛି ବଡ଼ ଧନ ମିଳିପାରେ। ଯେଉଁମାନେ ସଞ୍ଚୟ କରିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ଏହି ସମୟଟି ସବୁଠୁ ଶ୍ରେଷ୍ଠ। ବାଣିଜ୍ୟ ଓ ବ୍ୟବସାୟ କ'ଣ ରହିଛି? ନୂଆ ସୁଯୋଗ। ଯଦି ଆପଣଙ୍କ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ମାର୍ଚ୍ଚ 15ରୁ 31 ମଧ୍ୟରେ ଶୁଭ ମୁହୂର୍ତ୍ତ ଦେଖି ଆରମ୍ଭ କରନ୍ତୁ। ବିଶେଷ କରି ଲୁହା, ତେଲ, କଳକବଜା କିମ୍ବା କୃଷି ସମ୍ବନ୍ଧୀୟ ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ପାର୍ଟନରସିପ୍। ଯଦି ଆପଣ କାହା ସହ ମିଶି ବ୍ୟବସାୟ କରୁଛନ୍ତି ତେବେ ମନମାଳିନ୍ୟ ଦୂର ହେବ ଏବଂ ପରସ୍ପର ସହଯୋଗରେ ବ୍ୟବସାୟ 2 ଗୁଣା ବଢ଼ିବ। କିନ୍ତୁ ମନେ ରଖନ୍ତୁ, କୌଣସି ବଡ଼ କାଗଜପତ୍ରରେ ଦସ୍ତଖତ କରିବା ପୂର୍ବରୁ ତାଙ୍କୁ ଭଲ ଭାବେ ପଢ଼ି ନିଅନ୍ତୁ। ଚାକିରି କ୍ଷେତ୍ର କ'ଣ ରହିଛି? ପ୍ରମୋସନ ଓ ବଦଳି। ସରକାରୀ ଚାକିରିଆଙ୍କ ପାଇଁ ଏହି ସମୟଟି ଖୁବ୍ ଭଲ। ଆପଣଙ୍କର ପଦୋନ୍ନତି ହେବାର ସୁଯୋଗ ଅଛି। ଯେଉଁମାନେ ବେସରକାରୀ ସଂସ୍ଥାରେ କାମ କରୁଛନ୍ତି ସେମାନଙ୍କୁ କମ୍ପାନୀ ତରଫରୁ କୌଣସି ବଡ଼ ଦାୟିତ୍ୱ ମିଳିପାରେ। ପାରିବାରିକ ଜୀବନ କ'ଣ ରହିଛି? ଫ୍ୟାମିଲି ଲାଇଫ୍। ସୁଖ ଶାନ୍ତିର ଆଗମନ। ବନ୍ଧୁଗଣ, ମାର୍ଚ୍ଚ 15 ପରେ ମକର ରାଶିର ପାରିବାରିକ ଜୀବନରେ ଏକ ବଡ଼ ସୁଧାର ଆସିବ। ଗୁରୁ ବୃହସ୍ପତିଙ୍କ ଶୁଭ ଦୃଷ୍ଟି ଯୋଗୁଁ ଘରର କଳି ଝଗଡ଼ା ଓ ଅଶାନ୍ତି ଦୂର ହେବ। ଯଦି ପରିବାରରେ କାହା ସହ ମନମାଳିନ୍ୟ ଥିଲା ତେବେ ସେଥିରେ ସମାଧାନ ଆସିବ। ବାପା ମା'ଙ୍କ ସହଯୋଗ। ଏହି ସମୟରେ ଆପଣଙ୍କୁ ବାପା ମା'ଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଆଶୀର୍ବାଦ ମିଳିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଯଥା ବାହାଘର ବା ବ୍ରତଘର ପାଇଁ ଆଲୋଚନା ହୋଇପାରେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ମିଳିପାରେ ଯାହା ପୁରା ପରିବାରକୁ ଗର୍ବିତ କରିବ। ପ୍ରେମ ସମ୍ପର୍କ କ'ଣ ରହିଛି? ନୂଆ ପ୍ରେମ ସମ୍ପର୍କର ଆରମ୍ଭ। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି କିମ୍ବା ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ସେମାନଙ୍କ ପାଇଁ ମାର୍ଚ୍ଚର ଏହି ଦ୍ୱିତୀୟ ଭାଗ ବହୁତ ଶୁଭ। କୌଣସି ଭଲ ପ୍ରସ୍ତାବ ଆସିପାରେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ବିଶ୍ୱାସ ବଢ଼ିବ ଏବଂ ଆପଣ ନିଜ ସମ୍ପର୍କକୁ ବାହାଘର ପର୍ଯ୍ୟନ୍ତ ନେବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଦାମ୍ପତ୍ୟ ଜୀବନ କ'ଣ ରହିଛି? ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।
ଯଦି କୌଣସି କଥାକୁ ନେଇ ପୂର୍ବରୁ ବିବାଦ ଥିଲା ତେବେ ତାହା ଦୂର ହେବ। ଆପଣ ନିଜ ଜୀବନସାଥୀଙ୍କ ସହ କୌଣସି ଦୂର ସ୍ଥାନକୁ ଭ୍ରମଣରେ ଯିବାର ଯୋଗ ମଧ୍ୟ ବନୁଛି। ସ୍ୱାସ୍ଥ୍ୟ କ'ଣ ରହିଛି? ସ୍ୱାସ୍ଥ୍ୟ କୋଣ ଦୃଷ୍ଟିରୁ ମକର ରାଶି ପାଇଁ ମାର୍ଚ୍ଚ 15 ପରବର୍ତ୍ତୀ ସମୟ ବହୁତ ଭଲ ରହିବ। ଯଦି ଆପଣ ଦୀର୍ଘ ଦିନରୁ କୌଣସି ପୁରୁଣା ରୋଗରେ ପୀଡ଼ିତ ଥିଲେ ତେବେ ସେଥିରେ ଉନ୍ନତି ଦେଖାଯିବ। ଆପଣ ନିଜକୁ ବହୁତ ଶକ୍ତିଶାଳୀ ଏବଂ ସକାରାତ୍ମକ ଅନୁଭବ କରିବେ। ମାନସିକ ଶାନ୍ତି। ଶନିଦେବଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣଙ୍କର ମାନସିକ ଚିନ୍ତା ଓ ଚାପ ଦୂର ହେବ। କିନ୍ତୁ ମନେ ରଖନ୍ତୁ, ପାଣିପାଗ ପରିବର୍ତ୍ତନ ଯୋଗୁଁ ଥଣ୍ଡା କିମ୍ବା ଜ୍ୱର ଭଳି ସାଧାରଣ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ଖାଇବା ପିଇବା ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ସାବଧାନତା। ବାଣୀ ଉପରେ ନିମନ୍ତ୍ରଣ। ମକର ରାଶିର ବ୍ୟକ୍ତିମାନେ ଗୋଟିଏ କଥା ପ୍ରତି ବିଶେଷ ଧ୍ୟାନ ରଖନ୍ତୁ। ଶନିଦେବ ଦ୍ୱିତୀୟ ଭାବରେ ଥିବାରୁ ଆପଣଙ୍କର କଡ଼ା କଥା କାହା ମନରେ କଷ୍ଟ ଦେଇପାରେ, ଯାହାଦ୍ୱାରା ବହୁତ ଦିନର ସମ୍ପର୍କ ଖରାପ ହୋଇପାରେ। ତେଣୁ କାହା ସହ କଥା ହେବା ବେଳେ ସଂଯମତା ରକ୍ଷା କରନ୍ତୁ। ଯାନବାହନ ଚଳାଚଳ। ମାର୍ଚ୍ଚ 20ରୁ 25 ତାରିଖ ମଧ୍ୟରେ ଗାଡ଼ି ଚଳାଇବା ବେଳେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ। ଜଲ୍ଦିବାଜିରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଯଦି କୌଣସି ନୂଆ କାମ ପାଇଁ କାଗଜପତ୍ରରେ ଦସ୍ତଖତ କରୁଛନ୍ତି ତେବେ ତାକୁ 2 ଥର ନିଶ୍ଚୟ ପଢ଼ନ୍ତୁ। ଶତ୍ରୁଙ୍କ ପ୍ରତି ସଜାଗ। ଆପଣଙ୍କର ଗୁପ୍ତ ଶତ୍ରୁମାନେ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ଆପଣଙ୍କର ଧୈର୍ଯ୍ୟ ଏବଂ ବୁଦ୍ଧି ବଳରେ ସେମାନେ ପରାଜିତ ହେବେ। ଗୁପ୍ତ ଉପାୟ କ'ଣ ରହିଛି? ଶନିଦେବଙ୍କ ପ୍ରତିକାର। ବନ୍ଧୁଗଣ, ମକର ରାଶିର ଅଧିପତି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତି ଶନିବାର ସନ୍ଧ୍ୟାରେ ଏକ ତେଲ ରାଶିର ଦୀପ ଜଳାନ୍ତୁ। ସେହି ଦୀପରେ 11ଟି କଳା ରାଶି ପକାଇ ଶନି ଚାଳିଶା ପାଠ କରନ୍ତୁ। ଏହାଦ୍ୱାରା ଆପଣଙ୍କର ସବୁ ଆର୍ଥିକ ବାଧା ଦୂର ହେବ। ହନୁମାନଙ୍କ ଶରଣ। ଯଦି ଆପଣଙ୍କର କୌଣସି ବି କାମ ବହୁତ ଦିନରୁ ଅଟକି ରହିଛି ତେବେ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଏହା ଆପଣଙ୍କୁ ନକାରାତ୍ମକ ଶକ୍ତିରୁ ରକ୍ଷା କରିବ। ଖାସ୍ ଦିନ। ମାର୍ଚ୍ଚ 15 ପରେ କୌଣସି ଅସହାୟ ବ୍ୟକ୍ତିଙ୍କୁ କଳା ରଙ୍ଗର ବସ୍ତ୍ର କିମ୍ବା ଖାଦ୍ୟ ଦାନ କରନ୍ତୁ। ଏହି ଗୋଟିଏ ଉପାୟ ଆପଣଙ୍କ ଭାଗ୍ୟର କବାଟ ଖୋଲିଦେବ। ତେବେ ବନ୍ଧୁଗଣ, ମକର ରାଶି ପାଇଁ ମାର୍ଚ୍ଚ ମାସର ଦ୍ୱିତୀୟ ଭାଗ ବହୁତ ଶୁଭ ସଂକେତ ନେଇ ଆସୁଛି। ଆପଣ କେବଳ ନିଜେ ପରିଶ୍ରମ ଜାରି ରଖନ୍ତୁ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଯଦି ଆପଣଙ୍କୁ ଆଜିର ଏହି ସୂଚନା ଭଲ ଲାଗିଲା ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ। କମେଣ୍ଟ ବକ୍ସରେ ଜୟ ଶନିଦେବ ଲେଖିବାକୁ ଭୁଲନ୍ତୁ ନାହିଁ। ଆପଣଙ୍କ ରାଶି ଅନୁସାରେ ଭାଗ୍ୟଫଳ ଜାଣିବା ପାଇଁ ଆମ ଚ୍ୟାନେଲ ଭିକି ଏଜୁକେସନ୍ 999କୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ରହୁଛି। ଜୟ ଜଗନ୍ନାଥ।